ମାଙ୍କର କଥା ଯଦି ଆମେ ଉଠେଇବା ତାହେଲେ ଗ୍ରାମ ଦେବତୀ ଆମ ଗ୍ରାମର ଗ୍ରାମ ଦେବତୀ କିଏ? ଆମ ଗ୍ରାମର ଗ୍ରାମ ଦେବୀ ହେଉଛନ୍ତି ମା କନକ ଦୁର୍ଗା ଏବଂ ବନ ଦୁର୍ଗା। କନକ ଦୁର୍ଗା, ବନ ଦୁର୍ଗା। ତାହେଲେ ମା ମଣିନାଗ ଦୁର୍ଗାଙ୍କର ଅବସ୍ଥିତିର କାରଣ କଣ? ମା ମଣିନାଗ ଦୁର୍ଗା ହଉଛନ୍ତି ଆମର ଯେତେବେଳେ ମହାପ୍ରଭୁ ପୁରୀର ରାଜା ଯେତେବେଳେ ଯୁଦ୍ଧ କରିକିରି ଯେତେବେଳେ ବିଜୟ ଲାଭ କରିକିରି ସେତେବେଳେ ବିଜୟ ଦୁର୍ଗାଙ୍କୁ ନେଇକି ଆସିକି ପହଞ୍ଚିଲେ ପୁରୀ ଶ୍ରୀକ୍ଷେତ୍ର ମନ୍ଦିର ଭିତରେ ଆଣି ପହଞ୍ଚେଇଲେ। ସେତିକିବେଳେ 1691 ଖ୍ରୀଷ୍ଟାବ୍ଦରେ ସେତେବେଳେ ନବାବ ନାୟକ ଜଣେ ଖ୍ରୀଷ୍ଟିଆନ ଜଣେ ଆସିକିରି ପୁରୀ ଜଗନ୍ନାଥ ମନ୍ଦିରକୁ ଆକ୍ରମଣ କରିଥିଲେ। ସେଇ ସମୟରେ ସବୁ ଦେବାଦେବୀଙ୍କୁ ଲୁଚେଇ ଦେଇଥିଲେ, ଯାଇକି ସବୁ ନେଇ ଦେବାଦେବୀଙ୍କର ସବୁ ବ୍ରହ୍ମ ବସ୍ତୁ ଯୋଉଟା ସବୁ ଦୁର୍ଲଭ ବସ୍ତୁ ଗୁରା ସବୁ କାଢି ନେଇଯାଇଥିଲେ। କାଢି ନେଇଯିବା ପରେ ସେତେବେଳେ ମହାପ୍ରଭୁ ରଜାଙ୍କ ପାଖରେ ଯାଇ ଖବର ପହଞ୍ଚିଲା। ରଜା ନେଇକି ସବୁ ପ୍ରସ୍ତୁତ କରି ବହୁତ ଦିନ ସବୁ ତର୍ଜମା କରିକିରି ସବୁ ଗ୍ରାମ ମାନଙ୍କୁ ଡାକିଲେ। ତାଙ୍କର ସବୁ ଏରିଆରେ ସବୁ ଥିଲେ ସବୁ ମନ୍ତ୍ରୀ ମନ୍ତ୍ରୀ ଜଣେଇଲେ ଯେ ମୋର ଏରିଆରେ ସବୁ ପଞ୍ଚକୋଶୀର ବ୍ରାହ୍ମଣ ମାନଙ୍କୁ ନିମନ୍ତ୍ରଣ କରା। ଯେତେବେଳେ ନିମନ୍ତ୍ରଣ କରାଗଲା ସମସ୍ତେ ଯାଇକି ସେଠି ପହଞ୍ଚିଲେ। ଯେତେବେଳେ ଜୟ ଦୁର୍ଗାଙ୍କ ପାଖରେ ସେଠି ଯେତେବେଳେ ସମସ୍ତେ ଦେଖିଲେ ସମସ୍ତେ ଅନୁଭବ କଲେ ଏଟା ବହୁତ ସୁନ୍ଦର ମୂର୍ତ୍ତି, ତାଙ୍କୁ ଆମେ ନେଇ ରଖିବା। କିଏ ଭୟ କରିଗଲେ, କାରଣ ସେତେବେଳେ ଗୋଟେ କିମ୍ବଦନ୍ତୀ ଅଛି ନା ମଣିନାଗ ଦୁର୍ଗା ସେତେବେଳେ ନର ବଳି ଖାଉଥିଲେ। ସେଇ ଯୋଉ ଭୟଟା ଗୋଟେ ମଣିଷ ଜୀବନରେ ଗୋଟେ ମଣିଷର ସବୁଠୁ ବଡ ଜିନିଷ ହଉଛି ଭୟ। ମାଆଙ୍କୁ ଦେଖିକି ସମସ୍ତଙ୍କ ମନରେ ଗୋଟେ ଭୟ ହେଲା। ସେତେବେଳେ ରଜା ମଧ୍ୟ ଆହୁରି ବ୍ୟସ୍ତ ବିବ୍ରତ ହେଇଗଲେ। ମନ୍ଦିରରେ ଯେତେବେଳେ ସବୁ ଜିନିଷ ଭୋଗରାଗ ସବୁ ବିମଳାଙ୍କ ପାଖକୁ ଯାଏ ସମର୍ପଣ ହବା ପାଇଁ, ଯେତେବେଳେ ସିଏ ସବୁ ମହାପ୍ରଭୁ ଭୋଗ ହେଇଗଲା ଆଉ ବିମଳାଙ୍କୁ ସମର୍ପଣ ହବା ପୂର୍ବରୁ ମା ଦୁର୍ଗା ନିଜେ ସବୁ ଯାକ ଆଘ୍ରାଣ କରିଦେଲେ। ଆଘ୍ରାଣ ଅର୍ଦ୍ଧଭୋଜନ ଏବଂ ମାଙ୍କ ବାସ୍ନାଟା ହଉଛି ମହାପ୍ରଭୁଙ୍କର ପ୍ରସାଦ ଆଉ ମହାପ୍ରସାଦ। ତେଣୁ ମାକୁ ସମର୍ପଣ ହେଇଗଲା ପରେ ମହାପ୍ରସାଦ ହେଇଯାଏ। ତେଣୁ ଯେତେବେଳେ ସେଠି ସିଏ ମାଙ୍କୁ ସମର୍ପଣ ପୂର୍ବରୁ ସିଏ ନିଜେ ଦୁର୍ଗା ଆଗମନ କରିଦେଲେ, ଦୁର୍ଗା ଆଗ୍ରହଣ କରିଦେଲେ। ବିମଳାଙ୍କ ଟିକେ ପେଟରୁ ଟିକେ କଷ୍ଟ ହେଲା। ବିମଳା ତାଙ୍କର ବଡ କନ୍ୟାଙ୍କୁ ସ୍ୱପ୍ନ କହିଲେ ଜୟ ଦୁର୍ଗାଙ୍କୁ ନେଇ ଆସିଛନ୍ତି, ଦୁର୍ଗା ମୂର୍ତ୍ତି ଆଣି ମୋ ପଛପଟେ ପଟେ ରଖିଦେଇଛନ୍ତି। ତେଣୁ ବର୍ତ୍ତମାନ ମୋ ପାଖକୁ ଭୋଗ ଆସିପାରୁନି କି ମୁଁ ଖାଇପାରୁନି, ତେଣୁ ମୁଁ ବର୍ତ୍ତମାନ ଏଠି ଉପସ୍ଥିତିରେ ରହୁଛି। ଏ କଥା ଯାଇକି ବର୍ତ୍ତମାନ ବଡପଣ୍ଡା ଯାଇକି ରଜାଙ୍କୁ କହିଲା। ରଜା ବର୍ତ୍ତମାନ ସବୁ ହଟଚମକ ସୃଷ୍ଟି କରି ରହିଲେ। ତାପରେ ପୁଣି କଣ କରିବା କେମିତି ଦୁର୍ଗାଙ୍କୁ ନେଇକି କୋଉଠି ଜାଗାରେ ସ୍ଥାପନା କରିବା, ଷୋଳ ଶାସନକୁ ନିମନ୍ତ୍ରଣ କଲେ। ରଜା ତ ଯୋଉଠି ନେଇକି ଥୋଇଦେଲେ କାଳେ ରଜାଙ୍କର କଣ ଗୋଟେ ଅସୁବିଧା ହେଇଥିବ, ସେଥିପାଇଁ ରଜା କଣ କଲେ ସବୁ ବ୍ରାହ୍ମଣ ମାନଙ୍କୁ ନିମନ୍ତ୍ରଣ କଲେ। ଯେତେବେଳେ ବ୍ରାହ୍ମଣ ମାନେ ଯାଇ ପହଞ୍ଚିଲେ ସେଠି ମନ୍ଦିରରେ ଯାଇ ପହଞ୍ଚିକିରି ସେଠି ସମସ୍ତେ ମାଙ୍କୁ ଦର୍ଶନ କଲେ। ମାଙ୍କର ରୂପକୁ ଦେଖିକିରି ସମସ୍ତେ ଅତି ମନୋରଳା ଦୃଶ୍ୟ ତାଙ୍କର। ସିଂହ ବାହିନୀ ସିଏ, ମା ମହିଷାସୁର ବଧ କରିକିରି ସେ ଅତି ଦୁର୍ଲଭ ବେଶ ତାଙ୍କର ଦେଖିଦେଇକିରି ସମସ୍ତେ ଆଚମ୍ବିତ ହେଇଗଲେ। କିଏ ନବ ମହାପ୍ରଭୁଙ୍କୁ? କେତେ ଜଣ ଗାଁ ଶାସନ ମାନେ ଭୟ କରିଗଲେ ଯେ ଆମେ ମହାପ୍ରଭୁଙ୍କୁ ନେଇକି ଚଳେଇ ପାରିବୁନୁ। ଏମିତି ଭିତରେ ରହିକିରି ବିରାମ ସବୁ ଶାସନ ଭିତରେ ଯୁକ୍ତି ତରକ ହେଲା, ସମସ୍ତେ ଯୁକ୍ତି ବଢାବଢି କଲେ। ବିରାମଚନ୍ଦ୍ରପୁର ମହାଜନ ମାନେ ଯୁକ୍ତି ଦର୍ଶାଇଲେ ଯେ ଯେତେବେଳେ ରାମଚନ୍ଦ୍ର ଦେବ ଏ ଗାଁକୁ ପ୍ରତିଷ୍ଠା କରିଥିଲେ ସେତେବେଳେ 208 ବ୍ରାହ୍ମଣଙ୍କୁ ଏଠି ସ୍ଥାପନା କରିକିରି ଗୋଟେ ଯଜ୍ଞ କରାଇଥିଲେ। ତେଣୁ 208 ବ୍ରାହ୍ମଣଙ୍କୁ ଯେତେବେଳେ ନେଇ ତାଙ୍କୁ 12 ମାଣ 12 ଗୁଣ୍ଠ ପାଖାପାଖି ଗୋଟେ ସମ୍ପତ୍ତି ତାଙ୍କୁ ଦେଇଥିଲେ। ବହୁତ ସମ୍ପତ୍ତି ରଜା ତାଙ୍କୁ ବ୍ରାହ୍ମଣ ମାନଙ୍କ ପାଇଁ ଖଞ୍ଜି ଦେଇଛନ୍ତି। କିନ୍ତୁ ରଜା ଯେହେତୁ ଆମକୁ ସମ୍ପତ୍ତି ସବୁ ଦେଇଛନ୍ତି, ତେଣୁ ଆମେ ମଣିନାଗ ନବୁ ବୋଲି ସେମାନେ ଯୁକ୍ତି ଦର୍ଶାଇଲେ। ତେଣୁ ସେମାନେ ସେଠି କହିଲେ ମଣିନାଗ ସେମିତି ନେଇପାରିବେନି। ସେମାନେ ବହୁତ ଜିନିଷ ସେ ଖାଇବେ ନା, ଆମେ ତାଙ୍କୁ ଖେଚୁଡି ଦବୁ, ଆମେ ଏଣ୍ଡୁରି ଦବୁ, ଆମେ ତାଙ୍କୁ ବଡି ଦବୁ, ଆମେ ବହୁତ ପ୍ରକାର ତାଙ୍କୁ ଲୋଭ ମାଙ୍କୁ ଦେଖେଇ। ଆମେ ଯେହେତୁ ବଡ ଗାଁ, ବଡ ଜିନିଷ ଆମେ ବହୁତ ଜିନିଷ ମାଙ୍କୁ ଦବୁ ଖାଇବା। ମା ତ ଖାଇବା ପାଇଁ ପ୍ରସ୍ତୁତ କରୁଛି, ମା ଏଠି ଖାଇଦଉଛି। ଆମେ ଗାଁ ଅଛୁ, ବଡ ଗାଁ ଅଛି, ତେଣୁ ଆମ ବାହାରୁ ସମସ୍ତେ ସବୁ ବ୍ରାହ୍ମଣ ମାନେ ମହାଜନ ମାନେ ଆମେ ସମସ୍ତେ ତାକୁ ତା ପାଇଁ ସବୁ ଖେଚୁଡି, ଏଣ୍ଡୁରି, କ୍ଷୀରି, ମାଛ ବେସର, ପିଠା, କାକେରା ଆମେ ସବୁ ବିଭିନ୍ନ ପ୍ରକାର ତାକୁ ନେଇକି ବ୍ୟଞ୍ଜନ ନେଇ ପହଞ୍ଚେଇବୁ। ବଳି ଫଳି ଆମେ ଦବୁ, ଆଗମନ ଆମେ କରିବୁ। ତେଣୁ ସେଇ ସମୟରେ ଯେତେବେଳେ ଏମାନେ ଆଲୋଚନା ଯେତେବେଳେ କରାଗଲା, ସେତେବେଳେ ରଜା ସେଠି ଯେତେବେଳେ ନିଷ୍ପତ୍ତି ନେଲେ ଯିଏ ମାଙ୍କୁ ଆମର ଟେକି ନେଇକି 18 ନଳା ପର୍ଯ୍ୟନ୍ତ ଯାଇପାରିବ, ମା ସେଇ ଗାଁକୁ ଆମର ଯିବ। ଯେତେବେଳେ ବିରାମଚନ୍ଦ୍ର ସେତେବେଳେ ପୂଜା ପଣ୍ଡା ଜଣେ ମହାପ୍ରଭୁ ସେ କଣ କଲେ ସାଙ୍ଗେ ସାଙ୍ଗେ ଟେକି ଦେଇକିରି ଆଣିକିରି 18 ନଳା ଉପରେ ଆଣିକି ବର୍ତ୍ତମାନ ବାଟ ମଙ୍ଗଳା ପର୍ଯ୍ୟନ୍ତ ଆଣି ପହଞ୍ଚେଇଲେ। ଯେତେବେଳେ ବାଟ ମଙ୍ଗଳାଟି ସ୍ଥାପନ କରିଦେଲେ, ଗାଁ ପାଖରେ ଖବର ଦେଇ ପହଞ୍ଚିବାକୁ
ରଜା ସାଙ୍ଗେ ସାଙ୍ଗେ ତାଙ୍କ ବିରୁଦ୍ଧରେ ବିରରାମଚନ୍ଦ୍ରପୁରରେ ମା ସ୍ଥାପନା ହବ। ତେଣୁ ଜୟ ଦୁର୍ଗା ଯେତେବେଳେ ଆସିକି ପହଞ୍ଚିଗଲେ ବିରରାମଚନ୍ଦ୍ରପୁର ଗୋପୀନାଥଙ୍କ ଦେବକୁ, ଇଏ ହଉଛି ଆମର ଗୋପୀନାଥ ଦେବ ଏବଂ କନକ ଦୁର୍ଗାଙ୍କର ମନ୍ଦିର। ମଣିନାଥ ଦୁର୍ଗା ହଉଛନ୍ତି ଆଗମନ କରିଛନ୍ତି। ମଣିନାଥ ଦୁର୍ଗା ଯେତେବେଳେ ଆସିକି ଜୟ ଦୁର୍ଗା ଉପରେ ଆସିକି ପହଞ୍ଚୁଛନ୍ତି, ଏଠି ଯେତେବେଳେ ବ୍ରାହ୍ମଣ ମାନେ ଆଲୋଚନା କରୁଛନ୍ତି କୋଉଠୁ ଆସିଛନ୍ତି ମା, ନା ମଣିନାଗ ପର୍ବତରୁ ଆସିଛନ୍ତି। ତେଣୁ ମଣିନାଗ ପର୍ବତରୁ ଆସିଥିବା ହେତୁ ତେଣୁ ତାଙ୍କ ନାଁ ଜୟ ଦୁର୍ଗା ନହେଇକି ମଣିନାଗ ଦୁର୍ଗା ରୂପରେ ମା ଏଠି ବିରାଜମାନ କରିବେ। ତାହେଲେ ମା ଯେତେବେଳେ ସେଠୁ ଆସିଲେ କଣ ଏଠି ଆଉ ଥରେ ପ୍ରତିଷ୍ଠିତ ହେଲେ? ମା ତ ପ୍ରତିଷ୍ଠିତ ଦେବୀ, ମା ତ ସ୍ୱୟଂଭୂ ନିଜେ ଶକ୍ତି। ଯେହେତୁ ସେତେବେଳେ ମହାପ୍ରଭୁ ମା ନିଜେ ବଳିଦ୍ରବ୍ୟ ପାଇକିରି ବହୁତ ଉଗ୍ର ରୂପ ଧାରଣ କରିକିରି ରଜାଙ୍କୁ ବିଜୟ ଲାଭ କରିଛନ୍ତି, ରଜାଙ୍କୁ ଆଣିକି ଜିତେଇଛନ୍ତି, ରଜାଙ୍କୁ ଆଣିକି ରାଜ୍ୟରେ ସିଂହାସନ ପ୍ରାପ୍ତି କରିଛନ୍ତି। ତେଣୁ ମା ସେତେବେଳେ ଉଗ୍ର ଥିଲେ। ମାଙ୍କୁ ସମସ୍ତେ ଭୟ କରନ୍ତି, ଭାରି ଭୟ କରନ୍ତି। ମାଙ୍କର ସେ ଭୟ ପ୍ରତିଷ୍ଠା ମାଙ୍କର ନିଜେ ସ୍ଥାନ କରିଛନ୍ତି, ମା ସ୍ଥାପନା କରିଛନ୍ତି। ଆଚ୍ଛା, ଯୋଉ କହିଲେ ମଣିନାଗ ଦୁର୍ଗା, ମା ଜୟ ଦୁର୍ଗାଙ୍କର ଆସି ପହଞ୍ଚିଲା ପରେ ମଣିନାଗ ଦୁର୍ଗା ମଣିନାଗ ପର୍ବତରୁ ଆସିଥିବା ହେତୁ ତାଙ୍କ ନାମକରଣ ଅନୁସାରେ ମଣିନାଗ ଦୁର୍ଗା ବୋଲି ଆମେ ବର୍ତ୍ତମାନ କରାଗଲା। କିନ୍ତୁ ଏଠି କନକ ଦୁର୍ଗା ଏବଂ ବନ ଦୁର୍ଗା, ଏଠି ବନ ଦୁର୍ଗା ମନ୍ତ୍ରରେ ମା ପୂଜା ହଉଛି। ଆଚ୍ଛା, ତା ପୂର୍ବରୁ ମୁଁ ପଚାରିବି ଯେ ଏ ଯୋଉ ମଣିନାଗ ନାମକରଣଟା ମଣିନାଗ ପାହାଡରୁ ଆସିଥିବାରୁ ହେଇଥିଲା। ମଣିନାଗ ପର୍ବତରୁ ଆସିଛନ୍ତି ବୋଲି ଯେତେବେଳେ ଆଲୋଚନା ବ୍ରାହ୍ମଣ ମାନେ ମହାଜନ ମାନେ କଲେ, ସେଥିପାଇଁ ଜୟ ଦୁର୍ଗା ନାମକୁ ଲୁଚେଇ ଦେଇକିରି ସେଠି ମଣିନାଗ ଦୁର୍ଗା ବୋଲି ମାଙ୍କ ନାଁ ପ୍ରସିଦ୍ଧି ହେଲା। ମଣିନାଗ ପାହାଡ ବୋଧହୁଏ ସେଟା ଖୋର୍ଦ୍ଧା ଜିଲ୍ଲାରେ ଅଛି। ହଁ, ରଣପୁର ତ ସେଠି ବର୍ତ୍ତମାନ କୌଣସି ମଣିନାଗ ଦୁର୍ଗା ଅଛନ୍ତି? ମଣିନାଗ ଦୁର୍ଗା ସେଠି ଗୋଟେ ଛୋଟ ମୂର୍ତ୍ତି ପୂଜା ପାଉଛନ୍ତି। ମଣିନାଗ ସିଂହ ଯୋଉ ମା ପର୍ବତ ଉପରୁ ସେଠି ସେମିତି କିଛି ପର୍ବତ ଉପରେ ମାଙ୍କର ଯୋଉ ମୂର୍ତ୍ତି ଥିଲା, ମୂର୍ତ୍ତି ତ ଏଠି ମହାପ୍ରଭୁ ପହଞ୍ଚନ୍ତି। ସେଠି ଗୋଟେ ଗରାଟିଏ ସେଠି ତଳେ ଗୋପାଡ଼ିଥିଲେ, ସେଇ ଗରା ଜାଗାରେ ସେଠି ଗୋଟେ ଛୋଟିଆ ମୂର୍ତ୍ତି କରିକିରି ସେখানে ତଳେ ତଳ ପର୍ବତରେ ଗୋଟେ ଛୋଟିଆ ମନ୍ଦିରଟି ସେମାନେ କରିଛନ୍ତି। ଆଚ୍ଛା, ଯେତେବେଳେ ମଣିନାଗ ପାହାଡ ଉପରେ ମା ଅବସ୍ଥିତ ଥିଲେ, ନିଶ୍ଚିତ ଭାବରେ ମାଙ୍କର ସେଠାର ପୂଜା ଅର୍ଚ୍ଚନା, ତାଙ୍କର ଭକ୍ତ, ତାଙ୍କର ନୀତିକାନ୍ତି କରୁଥିବା ଲୋକ, ସେମାନେ ସବୁ ସେଠି ଥିବେ। ସେମାନେ କେବେ ଆସନ୍ତି ଏ ଜାଗାକୁ? ନାଇଁ, ଆମ ମା ଏଠି ଅଛନ୍ତି, ଆମେ ଦେଖିବାକୁ ଆସନ୍ତି, ବହୁତ ବାର ଆସନ୍ତି। ଏବେ ବି ସମ୍ପର୍କଟା ଅଛି। ଏବେ କେବଳ ଗମନାଗମନର ସୁବିଧା ଅସୁବିଧା ଟିକେ ସେତେବେଳେ ଥିବା ହେତୁ ସେମାନେ ବହୁତ କମ ଆସୁଥିଲେ। ଏବେ ବି ସେମାନେ ଆସିବା ପାଇଁ ଚାହୁଁଛନ୍ତି, କିନ୍ତୁ ସୁବିଧା ବସ୍ ଯିବା ଆସିବା ଆମର ଏପଟକୁ ହେଇପାରୁନି। ଏବେ ଆସ୍ତେ ଆସ୍ତେ ସବୁ ପରିବର୍ତ୍ତନ ହେଲାଣି, କିନ୍ତୁ ନହେଲେ ଆଜି ପର୍ଯ୍ୟନ୍ତ ମଧ୍ୟ ସେମାନେ ଆଗମନ କରୁଛନ୍ତି, ମାଙ୍କୁ ଦର୍ଶନ ପାଇଁ ଆସୁଛନ୍ତି। ଆମର ଗ୍ରାମବାସୀ ମାନେ ମଧ୍ୟ ସେଠିକି ଯାଉଛନ୍ତି, ମାଙ୍କୁ ସେଠିକି ଦର୍ଶନ କରିକିରି ମାଙ୍କର ଜନ୍ମସ୍ଥାନ ଦେଖିବାକୁ ଯାଉଛନ୍ତି। ପରମ୍ପରା ବି ଅଛି। ଆଚ୍ଛା, ମାଙ୍କର ଇତିହାସର ଆଉ କିଛି ଜିନିଷ ପଚାରିବି। ଯେମିତି ମା ଏଠିକି ଆସିଲେ, ଏଠି ପ୍ରତିଷ୍ଠିତ ହେଲେ, ତାପରେ ମାଙ୍କର ସେବା ନୀତିକାନ୍ତି ଯୋଉଟା ଆପଣ ମାନେ ଆରମ୍ଭ କରିଲେ, ଗ୍ରାମବାସୀ ମାନେ ଆପଣଙ୍କ ପୂର୍ବଜ ମାନେ ଆରମ୍ଭ କଲେ, ତ ସେମାନେ କିଛି ମାଙ୍କର ଉଗ୍ରତା କିମ୍ବା ମାଙ୍କର କ୍ରୋଧ ଏସବୁର ସମ୍ମୁଖୀନ ହେଇଛନ୍ତି? ହଁ, ଯିଏ ରାଗି ଠାକୁରାଣୀଟା ସିଏ ତ ନିଶ୍ଚିନ୍ତ ଭାବରେ ତାର ରାଗଟାକୁ ସେ ସବୁବେଳେ ଦେଖେଇବ ନା। ସେ ନିଶ୍ଚିନ୍ତ ଗାଁରେ ବହୁତ ଉତ୍ପାତ କରିଛନ୍ତି। ଆମର ବିରରାମଚନ୍ଦ୍ରପୁର ଶାସନର ଦକ୍ଷିଣାବର୍ତ୍ତୀ ତାଙ୍କର ଡାହାଣ ପଟ ସାଇଡରେ ଗୋଟେ ଏମିତି ଗୋଟେ ସମୟ ଆସିଲା, ବାଡି ପଡିଗଲା, ମାନେ ହଇଜା ଦୁଃଖ କଷ୍ଟ ବେଶୀ ପହଞ୍ଚିଲା, ଟୋଟାଲି ଗାଁ ଧ୍ୱଂସ ହେଇଗଲା ମାଙ୍କର ଆଖିରେ, ମାଙ୍କ ନେତୃତ୍ୱରେ। ଆଚ୍ଛା, ଯେମିତି ଆମେ କହିବା ମା ତ କରୁଣାମୟୀ, କିନ୍ତୁ ମା ପୁଣି ବିଧ୍ୱଂସ ବି କରନ୍ତି, ପୁଣି ତାଙ୍କ ସନ୍ତାନଙ୍କର। ତ ଏଇଟା କିଛି ନା କିଛି ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବ ଆମ ମନରେ। ତ ସେଟା କେମିତି ଆପଣ ମାନେ ଗ୍ରହଣ କରନ୍ତି? ମାଙ୍କର ଯୋଡିଏ ରୂପ, ଗୋଟେ ହଉଛି ସାତ୍ବିକ ରୂପ, ଗୋଟେ ହଉଛି ତାନ୍ତ୍ରିକ ରୂପ। ଶତ୍ରୁକୁ ଦମନ କରିବା ପାଇଁ ମା ସବୁବେଳେ ଉଗ୍ର ରୂପ ଧାରଣ କରନ୍ତି। ଯେତେବେଳେ ଶରଣାଙ୍ଗତ ଦୀନାର୍ଥ ପରିତ୍ରାଣ ପରାୟଣୀ ସର୍ବସ୍ୟା ଧରେ ଦେବୀ ନାରାୟଣୀ ନମସ୍ତେ, ଯେତେବେଳେ ଗୋଟେ ଶରଣାଙ୍ଗତର ଭାବ ଆସିଯାଏ, ଯେତେବେଳେ ଗୋଟେ ମଣିଷ ନିଜକୁ ସମର୍ପିତ କରିଦିଏ, ସେତେବେଳେ ମା କେବେ ହେଲେ ରାଗିପାରେ। କାରଣ ମା ନାମ ମାଧୁରୀ ମାତୃ ଡାକ ପରି ନାହିଁ ଅନକ ମା ଶାନ୍ତି ପ୍ରଦାୟୀ, ମଧୁ ତରା ବହୁ ଡାକମ ତୁଣ୍ଡରୁ ଜୀବ କାଳ ଲକ୍ଷ୍ୟରେ ଧରି। ମାର ଶବ୍ଦ ମମତା ଠାରୁ ସବୁଠାରୁ ବଡ ଶବ୍ଦ ହଉଛି ମା।
ତେଣୁ ମାକୁ ଆମେ ଯଦି ମା ବୋଲି ଡାକିଦେବା ମା କେବେ ହେଲେ ଆମର କ୍ଷତି କରିପାରିବ ନାହିଁ। ତେଣୁ ମା କାହିଁକି ରୂପ ନେଇଛି ନା କୌଣସି ବଶତଃ ଆମେ ମାକୁ ଯୋଉ ପ୍ରତିଶ୍ରୁତି ଦେଇଥିଲେ, ମାକୁ ଯୋଉ କହିଥିଲେ, ଲୋଭ ଦେଖେଇଥିଲେ ଯେ ଆମେ ତମ ପାଇଁ ଏଇଆ କରିଦବୁ, ଆମେ ତମ ପାଇଁ ସେଇଆ କରିଦବୁ, ଆମେ ତମକୁ ଆଣିଲେ ଏଇଠି ଏଇଆ ବସେଇଦବୁ, ତମ ପାଇଁ ସୁନାର ମନ୍ଦିର କରିଦବୁ, ଏଇ ଯୋଉ ଭାବନା କରିଥିଲେ ସେଇ ଜିନିଷରେ ମାଙ୍କ ପ୍ରତି ଟିକେ କୋହଳ ହେଇଗଲା, ଆସିକି ପହଞ୍ଚିଲା ପରେ ମାଙ୍କ ସେବାରେ ତ୍ରୁଟି ହେଇଗଲା। ଯେତେବେଳେ ଗୋଟେ ଜିନିଷଟା ଆମକୁ ମିଳିଗଲା ପରେ ଆମେ ଟିକେ ଖାମଖିଆଲି ହେଇଯାଏ, ଆମେ ଗୋଟେ ସୁବର୍ଣ୍ଣଟାକୁ ଖୋଜୁଥାଏ। ସୁବର୍ଣ୍ଣ ଯେ ପର୍ଯ୍ୟନ୍ତ ଆମକୁ ନ ମିଳିଛି ସେ ପର୍ଯ୍ୟନ୍ତ ଆମ ମନ ଭିତରେ ଗୋଟେ ଉତ୍ସାହିତ ଅଛି ମୁଁ ସେଇ ଜିନିଷଟାକୁ କେମିତି ଆଣିବି। ଯେତେବେଳେ ସେଇ ଜିନିଷଟା ସୁବର୍ଣ୍ଣଟା ଆସିକି ମୋ ହାତରେ ଲାଗିଯାଏ ବା ମୋ ଘରେ ପହଞ୍ଚିଯାଏ ସେତେବେଳେ ଆଉ ମୋର ସେ ସୁବର୍ଣ୍ଣବତୀ ଭାବନାଟା ରହେ। ଯେତେବେଳେ ମା ଆଗମନ କରିକି ବିରଜାଚନ୍ଦ୍ରପୁର ସ୍ଥାପନା ବସି କରିଲେ, ଯେତେବେଳେ ଜଗତରେ ସବୁଟା ହଲା ପଡିଗଲା, ଉଗ୍ର ଠାକୁରାଣୀ, ଦୁର୍ଦ୍ଦାନ୍ତ ଠାକୁରାଣୀ, ଯେ ନରବଳି ଖାଇବା ଲୋକ, ତାକୁ କେମିତି ବିରଜାଚନ୍ଦ୍ର ମହାଜନ ମାନେ ତାକୁ ନେଲେ। ସେତେବେଳେ ସେମାନେ ବହୁତ ସେତେବେଳେ ନିଷ୍ଠାବାନ ଲୋକ ଥିଲେ, ବହୁତ ଧାର୍ମିକ ଲୋକମାନେ ଥିଲେ, ଜପ ତପ କରୁଥିଲେ। ବ୍ରାହ୍ମଣ ହଉଛି ସର୍ବଶ୍ରେଷ୍ଠ, ଦେବତା ମାନଙ୍କ ଠାରୁ ସର୍ବୋଚ୍ଚ। କିନ୍ତୁ ସେତେବେଳେ ସେମାନେ ଜପ ତପ କରୁଥିଲେ, ସେମାନଙ୍କର ଧର୍ମ ବଳ ଥିଲା, ଆୟୁ ବଳ ଥିଲା, କର୍ମ ବଳ ଥିଲା, ଯଶ ବଳ ଥିଲା। ସେଇ ବଳରେ ଆସ୍ତେ ଆସ୍ତେ ମାନେ କ୍ଷୟ ହେଇଗଲା। ଯେମିତି ସତ୍ୟ ଯୁଗରୁ ପାପ କ୍ଷୟ ହେଲା ତୃତୀୟ ଯୁଗ, ତୃତୀୟ ଯୁଗରୁ ପାପ କ୍ଷୟ ହେଲା ଦ୍ୱାପର ଯୁଗ, ଦ୍ୱାପର ଯୁଗରୁ ପାପ କ୍ଷୟ ହେଲା କଳି ଯୁଗ। ସେମିତି ଏଇ ମହାଜନ ମାନଙ୍କର ପୂର୍ବ ପୁରୁଷର ଯୋଉ ଧର୍ମ ଦବ, ସେମାନେ ଆସ୍ତେ ଆସ୍ତେ ପରମ୍ପରା ପିଢି ଅନୁସାରେ ସେମାନେ ଧର୍ମଟାକୁ କମି କମି ଆସିଲେ। ଯେତେବେଳେ ଧର୍ମଟା କମିଗଲା, ମାର ବର୍ତ୍ତମାନ ଭାବଟା କମିଗଲା, ମା ଯେତେବେଳେ ଭାବଟା କମିଗଲା, ମା ତ ନିଶ୍ଚିତ ଭାବରେ ଉଗ୍ର ହବ। ଆପଣଙ୍କୁ ଆମକୁ କହିଛି ରସଗୋଲା ଦେବି ଖାଇବାକୁ, ଆପଣଙ୍କୁ କହିଛି ପାଟ ଶାଢୀ ଦେବି ପିନ୍ଧିବାକୁ, ଆପଣ ଯଦି ଆଣି କଳା ଗାଞ୍ଜିଟେ ମୁଁ ପିନ୍ଧେଇଲି, ଆପଣଙ୍କ ନିଶ୍ଚିତ ଭାବରେ ରାଗିବେ। ମୋ ମା ଟା ସିଆ ହିଁ କରିଛି, ସେଇଥିପାଇଁ ମୋ ମା ରାଗିଛି। ଏ ଗାଁଟାକୁ ପାଖାପାଖି 2 ଖଣ୍ଡି ଭାଡି ପଡିଗଲା, ଅନେକ ସେଦିନ ଶବ ହେଇଗଲେ, ଅନେକ ଦେହାନ୍ତ ହେଇଗଲେ। ଗାଁରେ ସମସ୍ତେ ସେଦିନ କେହି ମାନେ ସମସ୍ତଙ୍କର କୁକୁଆ ଭୟ, ଶବ ପୋଡା ହଉଛି ପୁଣି ଗୋଟେ ଶବ ଯାଉଛି, ରାମ ନାମ ସତ୍ୟ ହରିନାମ ସତ୍ୟ, କାରଣ କେହି ଜାଣିନାହାନ୍ତି କଣ ହେଇଛି, କଣ ପାଇଁ ବାଡି ପଡିଲା, କେମିତି ଜାଣିଲେ। ଯେତେବେଳେ ଯେତେବେଳେ ଗୋଟେ ଦିନ ଭିତରେ ଯଦି 50, 100, 150 ଲୋକ ମରିଯିବେ ମା, ଏହା ତ ଗୋଟେ ରିଜିନ କିଛି ନା କିଛି ସମସ୍ତେ ଅନୁଭବ କରିବେ। ଗୋଟେ ଯୋଡେ 5ଟା ଲୋକ ମରିଗଲେ ହଁ କୌଣସି ରିଜିନ ଦେଖେଇଦେବେ ଯେ ଏଇ କାରଣରୁ ମରିଗଲେ। ଯେତେବେଳେ ଶହ ଶହ ଲୋକ ମରିଯାଉଛନ୍ତି ସେତେବେଳେ ରିଜିନ କଣ? ସେତେବେଳେ କିଛି ନା କିଛି ଅନୁସାରେ ମାଙ୍କର କୋପ ଦୃଷ୍ଟି ଅଛି। ସମସ୍ତେ ଗାଁ ବାଲା ଆସି, ମହାଜନ ମାନେ ଆସି ଗାଁ ଘର ପାଦ ତଳେ ଶରଣାଗତ, ରଖିବୁ ଯଦି ରଖ, ମାରିବୁ ଯଦି ତୋରି ପିଠରେ ଆମକୁ ମାର। ସେଥିପାଇଁ ଗୋଟେ ମହାପ୍ରଭୁଙ୍କୁ ସେଠି ପୂଜା ଅର୍ଚ୍ଚନା କରାଗଲା, ମାଙ୍କର ଧ୍ୟାନ ଅର୍ଚ୍ଚନା କରାଗଲା। ସେଠି ମାଙ୍କର ଗୋଟେ ବାଡି ନବମୀ ବା ବିଜୟ ନବମୀ ରୂପେ ଗୋଟେ ସ୍ୱତନ୍ତ୍ର ପର୍ବ ବିରଜାଚନ୍ଦ୍ରପୁର। ବିଜୟ ନବମୀ ବିଷୟରେ ପଚାରିବି। ଆଜ୍ଞା, ବିଜୟ ନବମୀ ପର୍ବ କଣ ଆଉ କୌଣସି ଜାଗାରେ ପାଳିତ ହୁଏନି? ବିଜୟ ନବମୀ କୌଣସି ଜାଗାରେ ପାଳିତ ହୁଏ, କୌଣସି ଶାସନରେ ହୁଏ। ଆଚ୍ଛା, ତା କଣ କୋଉ ତିଥି କୋଉ ଇଏରେ ପଡେ ସେଇଟା ଆପଣ ମାନେ ଯୋଉଟାକୁ ପାଳନ କରନ୍ତି? ବିଜୟ ନବମୀ ହଉଛି ଆମର